ଆଜି ଆମେ ଏମିତି ଗୋଟିଏ ରେଲୱେ ଷ୍ଟେସନ ବିଷୟରେ ଜାଣିବାକୁ ଯାଉଛେ ଯାହା ଓଡ଼ିଶାର ପ୍ରଥମ ରାଜକୀୟ ରେଲୱେ ଷ୍ଟେସନ ଭାବରେ ପରିଚିତ। ଏହି ଷ୍ଟେସନଟି ଓଡ଼ିଶାର ଦ୍ୱିତୀୟ ପୁରାତନ ରେଲୱେ ଷ୍ଟେସନ, ଯାହା 125 ବର୍ଷ ହେବ କାର୍ଯ୍ୟରତ ହୋଇ ରହିଛି। ଏହିଭଳି ରାଜକୀୟ ଏବଂ ପୁରାତନ ରେଲୱେ ଷ୍ଟେସନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଅବସ୍ଥିତ, ଯାହା ପାରଳାଖେମୁଣ୍ଡିର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦ୍ୱାରା 1899ରେ ସ୍ଥାପିତ। ଏହି ଲାଇନ୍ ପୂର୍ବ ଭାରତର ପ୍ରଥମ ଲାଇଟ୍ ରେଳ ଲାଇନ୍ ଥିଲା, ଯାହାକି ପାରଳାଖେମୁଣ୍ଡି ଲାଇଟ୍ ରେଲୱେ ବା PLR ଭାବରେ ଜଣାଶୁଣା। ପାରଳାଖେମୁଣ୍ଡି ଲାଇଟ୍ ରେଳପଥ ଓଡ଼ିଶାର ପ୍ରଥମ ନେରୋ ଗଜ୍ ରେଳ ଷ୍ଟେସନ, ଯାହା 2 ଫୁଟ 6 ଇଞ୍ଚ ଗଜ୍ ରେଳପଥ ଥିଲା। ମହାରାଜା ତାଙ୍କ ରାଜଧାନୀ ପାରଳାଖେମୁଣ୍ଡିକୁ ନୌପଡ଼ା ସହିତ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ମାତ୍ର 40 କିଲୋମିଟର ଦୂର ଥିଲା। 1898 ମସିହାରେ ସରକାରଙ୍କ ମଞ୍ଜୁରୀ ପରେ କାମ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା ଏବଂ 1900 ମସିହାରେ ଏହି ଲାଇନ୍ଟି ଯାତାୟାତ ପାଇଁ ଖୋଲାଯାଇଥିଲା। ଏହି ରେଳ ଲାଇନ୍ଟି 7 ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ପାରଳାଖେମୁଣ୍ଡି ରେଲୱେ କ୍ଷତି ସହିଥିଲା, କିନ୍ତୁ 1910 ପରେ ଏହା ସାମାନ୍ୟ ଲାଭ କରିବା ଆରମ୍ଭ କଲା ଏବଂ 1924 ଏବଂ 25 ପରେ ଲାଭ ବୃଦ୍ଧି ପାଇଲା। ଏହା ମହାରାଜାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରେରଣା ଦେଇଥିଲା ଓ 1931 ସୁଦ୍ଧା ତାଙ୍କରି ନେତୃତ୍ୱରେ ଏହି ରେଳପଥକୁ ଗୁଣୁପୁର ପର୍ଯ୍ୟନ୍ତ ବିସ୍ତାର କରାଯାଇଥିଲା, ଯାହାର ମୋଟ ଲମ୍ବ 51 କିଲୋମିଟରକୁ ବୃଦ୍ଧି କରିଥିଲା। ଭାରତ ସ୍ୱାଧୀନତା ପରେ ଏହାକୁ ନର୍ଥ ଇଷ୍ଟର୍ଣ୍ଣ ରେଲୱେ ସହିତ ମିଶାଇ ଦିଆଯାଇଥିଲା 1950 ମସିହାରେ ଏବଂ ପୁନର୍ବାର 1964 ଏବଂ 1967 ମସିହାରେ ବ୍ରଡ୍ ଗଜ୍ କନଭର୍ସନ ପାଇଁ ସର୍ଭେ କରାଯାଇଥିଲା। 27 ସେପ୍ଟେମ୍ବର 2002ରେ ନୌପଡ଼ାରେ ନୌପଡ଼ା ଗୁଣୁପୁର ଗଜ୍ ପରିବର୍ତ୍ତନ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। 1 ଏପ୍ରିଲ 2003ରୁ ଏହା ନବଗଠିତ ପୂର୍ବତଟ ରେଳପଥର ଏକ ଅଂଶ ହୋଇଗଲା। ଶେଷରେ 9 ଜୁନ 2004ରେ ଗଜ୍ ପରିବର୍ତ୍ତନ ପାଇଁ ଲାଇନ୍ଟି ବନ୍ଦ ହୋଇଗଲା। 22 ଅଗଷ୍ଟ 2011ରେ ପୁରୀ ଗୁଣୁପୁର ପାସେଞ୍ଜର ପ୍ରଚଳନ ସହିତ ସେବା ପୁନଃ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସମୟରେ ଏହି ରାସ୍ତା ଦେଇ 4ଟି ରେଳ ଯାତାୟାତ କରୁଛି। ଏହିଭଳି ସମୃଦ୍ଧ ଇତିହାସ ରହିଥିବା ରେଲୱେ ଷ୍ଟେସନକୁ ବର୍ତ୍ତମାନ ଭାରତ ସରକାରଙ୍କ ଦୃଷ୍ଟି ପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 16.4 କୋଟିର ପୁନଃ ବିକାଶ ବଜେଟ୍ ସହିତ ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ଯାତ୍ରୀ ସୁବିଧାର ଆଧୁନିକୀକରଣ, ସୁଗମତା ବୃଦ୍ଧି ଏବଂ ଷ୍ଟେସନର ସମୃଦ୍ଧ ଐତିହ୍ୟକୁ ସଂରକ୍ଷଣ କରିବା। 125 ବର୍ଷ ପୂରଣ ଏବଂ ଉତ୍କଳ ଦିବସ ଅବସରରେ ଏହି ଷ୍ଟେସନକୁ ପୁନଃ ଉଦ୍ଘାଟନ କରାଗଲା। ଏହିଭଳି ସମୃଦ୍ଧ ଐତିହ୍ୟ ରହିଥିବା ସ୍ଥାନରେ ଆମେ ରହିଛୁ ବୋଲି ଆମେ ଗର୍ବିତ। ଯଦି ଆପଣମାନେ ବି ଗର୍ବିତ ଅନୁଭବ କରନ୍ତି, ତାହେଲେ ଏହି ଭିଡ଼ିଓ ଅନ୍ୟମାନଙ୍କୁ ସେୟାର କରି ଜଣାଇ ଦିଅନ୍ତୁ ଯେ ଆମରି ସ୍ଥାନ କେତେ ସମୃଦ୍ଧ ଏବଂ ଐତିହ୍ୟ ସହିତ ଜଡ଼ିତ।